এইটা হচ্ছে কাର୍ତ୍ତିକ ମାସ ପୁରା ଗୋଟେ ମାସ ଧରିକି ଆମର ଏଇଠି ହବିଶାଳୀ ମା ମାନେ ଆସନ୍ତି। ତାଙ୍କର ଆମେ ସମ୍ପୂର୍ଣ୍ଣ ଭାବରେ ସେବା ଦେଇଥାଉ। ସେବା କ'ଣ ଆମର ସକାଳୁ ଉଠିକିରି ପିଲାମାନେ ତାଙ୍କ ସାଙ୍ଗରେ ଯାଆନ୍ତି, ସାଙ୍ଗରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଯାଆନ୍ତି। ପୁଣି ବସ୍ରେ ଗଣତି କରିକି ନେବେ, ଗଣତି କରିକି ଆଣିବେ। ଗେଟ୍ ପାଖରେ ସିକ୍ୟୁରିଟି ବି ଅଛନ୍ତି, ସିଏ ବି ଆଇ କାର୍ଡ଼ ଚେକ୍ କରିକି ନେବା ଆଣିବା କରିବେ। ତାପରେ ତାଙ୍କର ସ୍ୱାସ୍ଥ୍ୟ ଜନିତ ଯାହା ସମସ୍ୟା ହେଉଛି ସେଥିପାଇଁ ଆମର ମେଡ଼ିକାଲ ଟିମ୍ ଗୋଟେ ଫାର୍ଷ୍ଟ ଏଡ୍ ସେଣ୍ଟର ବି ଖୋଲା ହେଇଛି, ସେଠି ବି ଅଛି ଆଭେଲେବୁଲ୍। ତାପରେ ଆମର ସେଣ୍ଟ ଜନ୍ ଆମ୍ବୁଲାନ୍ସର ପୁରୀ ଜିଲ୍ଲାର ସମସ୍ତ ସଦସ୍ୟ ସମସ୍ତେ ଅଛନ୍ତି ଏଇଠି। ତୁରନ୍ତ ଡାକ୍ତର ସହାୟତା ଆବଶ୍ୟକ ହେଲେ ସେମାନେ ମାଆ ମାନଙ୍କୁ ସାଙ୍ଗରେ ଆମ୍ବୁଲାନ୍ସରେ ନେଇକି ବି ମେଡ଼ିକାଲ ଯାଉଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଭାବରେ ଡାକ୍ତରୀ ଚିକିତ୍ସାରେ ସହଯୋଗ କରୁଛନ୍ତି, ସାଙ୍ଗରେ ରହୁଛନ୍ତି। ମେଡ଼ିସିନ ପତ୍ର, ଇଞ୍ଜେକ୍ସନ୍, MRI ଠୁ ଆରମ୍ଭ କରିକି ବ୍ଲଡ଼ ଟେଷ୍ଟ ହଉ, ଆଡ଼ମିସନ୍ ହଉ, ତାଙ୍କ ସାଙ୍ଗରେ ସାଲାଇନ୍ ଲାଗିଲେ 4 ଘଣ୍ଟା କି ଗୋଟେ ଦିନ ହଉ କି 2 ଦିନ ହଉ ତାଙ୍କ ସାଙ୍ଗରେ ବି ରହୁଛନ୍ତି। ଯଦି କେଉଁ ମା ବାଟ ଭୁଲି ଯାଉଛନ୍ତି, ଅନ୍ୟ ମନସ୍କରେ କୁଆଡ଼େ ବି ପଳାଉଛନ୍ତି, ତାଙ୍କୁ ବି ପୋଲିସ ପ୍ରଶାସନ ସାଙ୍ଗରେ ମିଶିକି ଖୋଜିବାରେ ବି ସାହାଯ୍ୟ କରୁଛନ୍ତି। ସମ୍ପୂର୍ଣ୍ଣ ଭାବରେ ତାଙ୍କର ଯେମିତି ସୁବିଧା ଆଉ ସୁରକ୍ଷିତ ରହିବ ସେଥିପାଇଁ ସମସ୍ତେ ସଜାଗ ଅଛନ୍ତି, ପ୍ରଶାସନଠୁ ଆରମ୍ଭ କରିକି ସେଣ୍ଟ ଜନ୍ ଆମ୍ବୁଲାନ୍ସ, SHG, ସମସ୍ତେ ଫାୟାର ଡିପାର୍ଟମେଣ୍ଟ ସମସ୍ତେ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। ସବୁଠୁ ମୂଲ୍ୟବାନ ହେଲା ମାନବ ସେବା ଏବଂ ମାନବ ସେବା ଭିତରେ ମା' ମାନଙ୍କ ସେବା, ମା'ର ସେବା ହେଲା ସବୁଠୁ ମହତ୍ୱପୂର୍ଣ୍ଣ ସେବା। ଆମେ ଏଇ ସୁଯୋଗ ପାଇଛୁ, ଏ ମାସକ ଭରି ସୁଯୋଗ ପାଇଛୁ ମା' ମାନଙ୍କ ସେବା କରିବା ପାଇଁ। ଏଥିପାଇଁ ମୁଁ ଏବଂ ଆମର ସମସ୍ତ ସହଯୋଗୀ ଭାଇ ଓ ଭଉଣୀମାନେ ଯେଉଁ ସେବା କରୁଛନ୍ତି ତାଙ୍କ ପାଇଁ ବହୁତ ବହୁତ ଖୁସି ଆମେମାନେ ରହିଛୁ। ମା' ମାନଙ୍କ ସାଙ୍ଗରେ ରହି ତାଙ୍କର ସୁଖ ଦୁଃଖରେ ଭାଗିଦାର ହୋଇ, ତାଙ୍କର ସ୍ୱାସ୍ଥ୍ୟଗତରେ ଭାଗିଦାର ହୋଇ, ତାଙ୍କୁ ମନ୍ଦିରକୁ ନେବା ଏବଂ କେମିତି ସୁରୁଖୁରୁରେ ଗାଧେଇକି ଆସିବେ, ପୂଜା କରିବେ, ଏ ସମସ୍ତ ଦାୟିତ୍ୱ ଆମେ ଲିଭେଇ ତାଙ୍କ ସେବାରେ ଯେଉଁ ନିୟୋଜିତ ନିଜକୁ ରଖିଛୁ, ସେଥିପାଇଁ ଆମେ ନିଜକୁ ବହୁତ ଧନ୍ୟ ମନେ କରୁଛୁ। ଆଉ ଆଠୁ ବଡ଼ ସେବା ଆମେ କାହିଁ ଆଉ ପାଇବୁ ବୋଲି ଭାବି ପାରୁନୁ, କାରଣ ସକାଳୁ ରାତି ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଆମର କଟି ଯାଉଛି। ଆମକୁ ବହୁତ ଭାଗ୍ୟମାନ ଲାଗୁଛି, ଆଉ ଆମକୁ ବହୁତ 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 ଖୁସି ଆମେ ଅଛୁ। ସେବାରେ ତ ମାନବ ସେବା ସବୁ ମାନେ ଜିନିଷ ଯେଉଁ କୁହାହେଉଛି, କାରଣ ସେବା ସମସ୍ତଙ୍କୁ ଆମେ ଧରିକି କରିପାରିବା। ଯେଉଁ ମା' ମାନେ ଆସନ୍ତି, ମା' ବିଭିନ୍ନ ସମସ୍ୟା ନେଇକି ମା' ମାନେ ବି ଆସନ୍ତି। ଆଉ ମୁଁ ହେଉଛି ଲାଲା ଅନନ୍ତକୁମାର ସିଂ, ସମାଜସେବା ଆଇନଜୀବୀ ପ୍ଲସ୍ ସେଣ୍ଟ ଜନ୍ ଆମ୍ବୁଲାନ୍ସରେ ମୁଁ କମାଣ୍ଡର ହିସାବରେ ଅଛି ଜଗନ୍ନାଥ ଡିଭିଜନର। କିନ୍ତୁ ମା' ମାନଙ୍କ ସକାଳୁ କାମ ହେଲା ଯେତେବେଳେ ପୁରୀକି ଆଶା କରିକି ଆସେ, ଜଗନ୍ନାଥ ମନ୍ଦିରକୁ ଆସିଛନ୍ତି, ବୁଲିକି ଆସିଛନ୍ତି, ମନ୍ଦିର ସକାଳୁ ସେମିତି ଶୃଙ୍ଖଳିତ ଭାବରେ ଦର୍ଶନ କରିବେ। ତେଣୁ ସେ କାମ ଆମର ବିଗଡ଼ ଯେତିକି ରହିଲେ ସମସ୍ତେ ଆରାମରେ ସକାଳୁ ନେଇ ତାଙ୍କୁ ଦର୍ଶନ କରିପାରୁଛନ୍ତି ଆରାମରେ। ତା ସହିତ ମା' ମାନେ ଯେତେବେଳେ ସକାଳୁ ଦର୍ଶନ, ତାଙ୍କର ପୂଜା କାମ ଯେତିକି ରହୁଛି ସକାଳୁ ପୂଜା କାମ ସାରୁଛନ୍ତି, କେମିତି ଭଲ ଭାବରେ ସାରିବେ ତାକୁ ଦେଖୁଛନ୍ତି। ତାପରେ ଆଉ ଗୋଟେ ଜିନିଷ ଦେଖାହେଉଛି କ'ଣ, ମା' ମାନେ ଯେଉଁ ଏଠିକି ଆସିଛନ୍ତି ଦୀପ ଲଗାନ୍ତି, ସକାଳୁ ଦୀପ ଲଗାନ୍ତି, ଦୀପ ତାଙ୍କ ଦେହରେ ଶାଢ଼ୀ ଫାଡ଼ି ଲାଗିଯିବନି, ତାକୁ ନଜର କରାହେଉଛି, କିନ୍ତୁ ଅସୁବିଧା କିଛି ହେବନି। ତାପରେ ଦେଖାଯାଉଛି କ'ଣ, ବହୁତ ମା' ମାନଙ୍କର ଯେଉଁ ଆସୁଛନ୍ତି ଚଲାବୁଲା କଲାବେଳେ ତାଙ୍କ ଗୋଡ଼ ହାତ ବିନ୍ଧା ରହୁଛି, ଆଗରୁ ରୋଗ ରହୁଛି, ବିନ୍ଧାବିନ୍ଧି ରହୁଛି। ସେଇ ଯେଉଁ ମା' ମାନେ ଆସନ୍ତି ତାଙ୍କୁ ଆମେ ଏଠି ଫାର୍ଷ୍ଟ ଏଡ୍ ସେଣ୍ଟର ଅଛି, ଏଇ ଜାଗାରେ ଫାର୍ଷ୍ଟ ଏଡ୍ ସେଣ୍ଟର ତାଙ୍କୁ ଟ୍ରିଟମେଣ୍ଟ କରାଯାଇପାରୁଛି ସାଙ୍ଗେ ସାଙ୍ଗେ। ତା ସହିତ ମା' ମାନେ ଯେଉଁ ରହୁଛନ୍ତି, ରହିଲା ବେଳକୁ ମା' ମାନେ କେଉଁ ମା' ମାନେ ରହିଲେ, କେଉଁ ମା' ମାନେ ଫେରିଲେ, ସେଇ ଜିନିଷ ବି ଆମ ବିଗଡ଼ ଯାଇକି ଦେଖା ଦେଖି କରୁଛନ୍ତି, କିଏ ରହିଲେ କ'ଣ ନାହିଁ। ଆଉ ଯଦି ବି ବିଛଣାରେ କିଏ ରୋଗରେ ପଡ଼ିଛନ୍ତି, କ'ଣ କରୁଛନ୍ତି, ତାଙ୍କୁ ସାଙ୍ଗେ ସାଙ୍ଗେ ଆଣିକି ଇନଫର୍ମ କରୁଛନ୍ତି, ସାଙ୍ଗେ ସାଙ୍ଗେ ଏଠୁ ମେଡ଼ିକାଲ ନେବା ବ୍ୟବସ୍ଥା ବି ତାଙ୍କୁ କରାହେଉଛି। କାହିଁକିନା ପ୍ରଥମ ହେଉଛି ମା' ଯଦି ଯେଉଁ ବାହାରୁ ଆସିଛନ୍ତି, ସିଏ ଗୋଟେ ତାଙ୍କ ପିଲାମାନେ ଛାଡ଼ିଛନ୍ତି କ'ଣ ନା, ଆମେ ଏମାନେ ଯାଇଛନ୍ତି ଭଲରେ ଯିବେ, ଭଲରେ ମୋ ମା' ଫେରିବ। ତାହେଲେ ଆମ କାମ ହେଉଛି ମା'କୁ ଭଲରେ ସର୍ଭିସ୍ ଦେବା। ତେଣୁ ପିଲାମାନେ ସେ ସକାଳୁ ଯେଉଁ ମନ୍ଦିର ନେଇକି ଯାଉଛନ୍ତି, ମନ୍ଦିର ନେଇକି ବସ୍ ଭିତରେ ନେବା ଭିତରେ ବି ମା' ମାନେ ଦେଖୁଛନ୍ତି କିଏ ପଡ଼ିଯିବେନି କ'ଣ, ତାକୁ ଦେଖୁଛନ୍ତି। ତା ସହିତ ଆପଣଙ୍କର ମନ୍ଦିର ପର୍ଯ୍ୟନ୍ତ, ମନ୍ଦିର ଭିତରେ ବି ବୁଲେଇକି ତାଙ୍କୁ ନେଇକି ଆସୁଛନ୍ତି। ଆସିଲା ବେଳକୁ ବି ବାହାରେ ବସ୍ ରହୁଛି, ତା ଦେହରେ ଯେଉଁ ମା' ରହିଯାଉଛନ୍ତି ପୁଣି ପଛ ବସ୍ ତାଙ୍କୁ ନେଇକି ଆସୁଛନ୍ତି। ଆସିକି ତା ଦିନ ରାତି ତାଙ୍କୁ ଏଇ ସେବାରେ ଲାଗିଛନ୍ତି। କାହିଁକିନା ସେବାରେ ମା'ଙ୍କର ଯାହା ବି ଦରକାର ହେଲା, ଯାହା ବି ଟିକିନିକାଲ ବି ଦରକାର ପଡ଼ୁଛି, ମା' ମାନେ କିଛି ଖାଇବା ପାଇଁ ମାଗୁଛନ୍ତି ବି, ତାଙ୍କୁ ଏ ପିଲା ବାହାରୁ ନେଇକି ଆଣନ୍ତୁ ଖାଇବାକୁ ଦେଇଛନ୍ତି। କାରଣ ପ୍ରଥମ କାମ ହେଉଛି ଯେଉଁ ମା' ଆସୁଛି ବାହାରୁ ଯେମିତି ସେ ଖୁସିରେ କିନ୍ତୁ ତା ଘରୁ ଫେରୁ, କାହିଁକିନା ଯେମିତି ତାକୁ ଘରେ ସମ୍ମାନ ଦେଉଥିଲେ ତାଠୁ ଭଲ ସମ୍ମାନ ଆମେ ଦେଇପାରିବା, ତାଙ୍କୁ ଭଲ ଭାବ ଦେଖିପାରିବା, ଆଉ ତା ମନ ଖୁସି କରିପାରିବା। ମନ ଖୁସି ପାଇଁ ଆମ ଏଠି ମନୋରଞ୍ଜନ କାମ ହେଉଛି। ଡେଲି ସନ୍ଧ୍ୟାବେଳକୁ ମନୋରଞ୍ଜନ କାମ ହୁଏ, ଲୋକ ବିଭିନ୍ନ ପ୍ରକାର ଗୀତ ଗାଆନ୍ତି, ବିଭିନ୍ନ ପ୍ରକାର ସଙ୍ଗୀତଜ୍ଞ ଲୋକ ଏଠିକି ଆସନ୍ତି, ସେ ଲୋକ ଭାଗଦାର ନିଅନ୍ତି। ମା' ମାନେ ତାদের ନାଚନ୍ତି, ମା' ମାନେ ବିଭିନ୍ନ ପ୍ରକାର କୃଷ୍ଣ ଲୀଳା, ବିଭିନ୍ନ ଲୀଳା ଏଠି ମା' ମାନେ କରନ୍ତି, ରାମାୟଣ ଲୀଳା କରନ୍ତି। କାହିଁକି ମା' ମାନେ କାହିଁକିନା ଘର ଭିତରେ ଶାଶୁ ବୋହୂଠୁ ଆରମ୍ଭ କରି ସବୁ ଭିତରେ କଳିଗିଜା ଥାଏ, ବେଳେବେଳେ ଥାଏ। ଦେଖିବେ ଘର ଭିତରେ ଯେଉଁ ଝାମେଲା ଥାଏ, ଯାହା ବି ଥାଏ, ଏଇ ଜିନିଷଟା ଏଠି ଆଉ କିଛି ନାହିଁ। ଏଠି ବର୍ତ୍ତମାନ ମା' ମାନେ କ'ଣ କରିବେ, ଆରାମରେ ପ୍ରେମ ଭାବରେ ଖେଳିବେ। ସେଠି ପଡ଼ୋଶୀ ଭିତରେ କଳିଗିଜା ଥାଏ, ଝାମେଲା ଥାଏ, ବାଡ଼ିଆ ବାଡ଼ି ଥାଏ, ସବୁ ଥାଏ, ମିଶି ପାରନ୍ତିନି, ଚୁଗୁଲି ଥାଏ, ବହୁତ କଥା ଥାଏ। ଏଠି ଆଉ ସେଇସବୁ କାମ କରିପାରିବେନି। କାହିଁକି ଏଠି ଆରାମରେ ଦେଖିବେ ବିଭିନ୍ନ ମା' ଯେଉଁ ଆସନ୍ତି ସମସ୍ତେ ନିଜ ସମସ୍ୟା ଛାଡ଼ିକି
ଠାକୁର ପ୍ରେମରେ ଚାଲିଲେ ଭାବରେ ଚାଲିଲେ ଭାବ ହିଁ ଭଗବାନ ଭଗବାନ ଅଛନ୍ତି ମାନେ ଆମେ ସବୁକିଛି ପାଇବୁ ଦୁଃଖ ସବୁ ଦୂର କରନ୍ତି ଆଉ ସବୁବେଳେ ଚାହାନ୍ତି ଆମେ ଏଠି ଛାଡ଼ିକି ଯିବୁନି ଆମେ ଆ ଭିତରେ ରହିବୁ କାରଣ ଏଇ ସେବା ବୋଉମାନେ କରୁନାହାନ୍ତି କି ପିଲାମାନେ ପୁଅମାନେ କରୁନାହାନ୍ତି ଆଜିକାଲି ଛାଡ଼ି ଦେଉଛନ୍ତି କିନ୍ତୁ ଏଠି ଆମେ ଆ ଭିତରେ ସେବାଟା କ'ଣ କରୁ ନା ଏଇ ଯେଉଁ ଭଲେଣ୍ଟିୟର ରହିଲେ ଯେଉଁ ମାଆ ମାନେ ରହିଲେ ଏସ୍ଏଚ୍ଜି ଗ୍ରୁପ୍ ରହିଲେ ଯେଉଁମାନେ ସବୁ ରହିଛନ୍ତି ଏମାନେ ନିଶ୍ଚୟ ତାଙ୍କ ଗୋଡ଼ ମୋଡ଼ାମୋଡ଼ି ଆରମ୍ଭ କରି ସବୁ କାମ କରିଦେଉଛନ୍ତି ଯାହାକି ଏଇ ସେବାଟା ବାହାରୁ ସେମାନେ କୋଉଠୁ ପାଇବେନି ବୃନ୍ଦାବନେ ଯାଇ ସ୍ଥାନ ପାଇବ ହେ ରାଧା ଗୋବିନ୍ଦ ହୃଦୟା ମଠାରେ ଥିବ ହେ ରାଧା ଗୋବିନ୍ଦ ଦିବସ ମରଣ ହେବ ସମଦଣ୍ଡ ଆଉ ମତେ ନ ଦେବ ହେ ରାଧା ଗୋବିନ୍ଦ ପାଦ ପଦରେ ଚରଣେ ଥିବ ହେ ରାଧା ଗୋବିନ୍ଦ ବାସି ମଡ଼ା ମୁନ ହେବି ତୁମ ନାମ ହୃଦେ ମୁଁ ଜପୁଥିବି ହେ ରାଧା ଗୋବିନ୍ଦ ଭବସାଗରୁ ତରିବି ହେ ରାଧା ଗୋବିନ୍ଦ ବନ୍ଧୁ ମାନବ ମୋହରି ଶତ୍ରୁ ପାଶେ ବସିଥିବେଟି ଘେରି ହେ ରାଧା ଗୋବିନ୍ଦ ହୃଦୟାତି ବଟି କରି ହେ ରାଧା ଗୋବିନ୍ଦ ହରେ କୃଷ୍ଣ ହରେ ନାମ ଏହି ନାମ ଧରି ଯାଉ ଜୀବନ ହେ ରାଧା ଗୋବିନ୍ଦ ଏତିକି ମୋ ନିବେଦନ ହେ ରାଧା ଗୋବିନ୍ଦ।